ସ୍ନାନ ମଣ୍ଡପରେ ଘଟିଲା ବହୁତ ବଡ଼ ଦୁର୍ଘଟଣା। ପୁରୀ ବଡ଼ ଦାଣ୍ଡରେ ଗଡ଼ିଲା ଶହ ଶହ ମୁଣ୍ଡ। ମହାପ୍ରଭୁଙ୍କର ସ୍ନାନ ଯାତ୍ରା ପାଇଁ ବଡ଼ ଦାଣ୍ଡରେ ଭକ୍ତମାନଙ୍କର ସୁଅ ଛୁଟୁଛି। ଆଉ ଏତେ ଗହଳି ଭିତରେ ଘଟି ଯାଇଛି ଏକ ହୃଦୟ ବିଦାରକ ଘଟଣା। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମନରେ ଭକ୍ତି କରନ୍ତି, କାଳିଆ ସାଆନ୍ତକୁ ନିଜର କୁଳ ଦେବତା ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଶ୍ୟାମ ସୁନ୍ଦରପୁର ଗାଁରେ ରହନ୍ତି ରେଖାମଣି ବିଶ୍ୱାଳ। ପରିବାର କହିଲେ ରେଖା ମ୍ୟାଡ଼ାମ ଆଉ ତାଙ୍କର ଗୋଟେ 5 ବର୍ଷର ଝିଅ ଆଉ ଜଣେ ପାଗଳ ସ୍ୱାମୀ ଅଛନ୍ତି। ବାହାଘର ହେବାର 8 ମାସରେ ସ୍ୱାମୀଙ୍କର ଗୋଟେ କାର ଆକ୍ସିଡେଣ୍ଟରେ ତାଙ୍କର ସ୍ମୃତି ଶକ୍ତି ସବୁ ଚାଲି ଯାଇଛି। ସେ ଝିଅ ଆଉ ସ୍ତ୍ରୀଙ୍କୁ ଚିହ୍ନି ପାରୁଛନ୍ତି ସତ, ହେଲେ ସେ ପରିବାରର ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି। ଘରର ସବୁ ଦାୟିତ୍ୱ ରେଖା ମ୍ୟାଡ଼ାମଙ୍କର ମୁଣ୍ଡ ଉପରେ। ସ୍ୱାମୀଙ୍କୁ ଭଲ କରିବା ପାଇଁ ରେଖା ମ୍ୟାଡ଼ାମ ବହୁତ ପଇସା ଖର୍ଚ୍ଚ କଲେଣି, ହେଲେ ସ୍ୱାମୀଙ୍କର ମାନସିକ ସ୍ଥିତି ଟିକେ ବି ଭଲ ହେଇନି। ରେଖା ମ୍ୟାଡ଼ାମ ନିଜ ପରିବାରକୁ ଚଳାଇବା ପାଇଁ ଗାଁ ପାଖ ବଜାରରେ ପରିବା ବିକ୍ରି କରନ୍ତି। ଆଉ ସେହି ଛୋଟିଆ ବେପାରରୁ ଯାହା 2 ପଇସା ଲାଭ ହୁଏ ସେ ସୁଖରେ ଦୁଃଖରେ ପରିବାରର ସବୁ କଥା ବୁଝନ୍ତି। ରେଖା ମ୍ୟାଡ଼ାମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବହୁତ ବଡ଼ ଭକ୍ତ। ପ୍ରତିଟି କଥାରେ ସୁଖରେ ଦୁଃଖରେ ଭଲରେ ମନ୍ଦରେ ସେ ସେଇ କାଳିଆ ଠାକୁରକୁ ହିଁ ଡାକନ୍ତି। ଏ ବର୍ଷ ସ୍ନାନ ପୂର୍ଣ୍ଣମୀରେ ରେଖା ମ୍ୟାଡ଼ାମ ଝିଅ ଆଉ ସ୍ୱାମୀକୁ ନେଇ ପୁରୀ ବାହାରିଥିଲେ। ସେ ମନେ ମନେ ଭାବିଥିଲେ ସ୍ୱାମୀଙ୍କୁ ଜଗା ପାଖକୁ ନେଇ ତାଙ୍କର ଦୁଃଖ କଥା ଟିକେ ଜଣେଇ ଦେଇ ଆସିବେ। ସ୍ନାନ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ସେ ଗାଧାପାଧା କରି ହାତରେ ଜଗନ୍ନାଥଙ୍କ ପାଇଁ ତୁଳସୀ ମାଳ ଧରି ଝିଅ ଆଉ ସ୍ୱାମୀଙ୍କୁ ନେଇ ଗାଁ ବସ୍ ଷ୍ଟାଣ୍ଡକୁ ଗଲେ। ଆଉ ବସ୍ ଷ୍ଟାଣ୍ଡରୁ ପୁରୀ ବସ୍ ଧରି ବାହାରି ପଡ଼ିଲେ ମହାପ୍ରଭୁଙ୍କର ଦର୍ଶନ ପାଇଁ ପୁରୀ। ଦିନ 12ଟା ବେଳକୁ ଯାଇ ପୁରୀ ବଡ଼ଦାଣ୍ଡରେ ସେମାନେ ପହଞ୍ଚିଲେ। ସେତେବେଳକୁ ମହାପ୍ରଭୁ ସ୍ନାନ ମଣ୍ଡପରେ ବିଜେ କରି ସାରିଲେଣି। ମହାପ୍ରଭୁଙ୍କର ଦର୍ଶନ ପାଇଁ ଭକ୍ତମାନଙ୍କ ଭିତରେ ଠେଲାପେଲା ଆରମ୍ଭ ହୋଇଗଲାଣି। ଏତେ ଗହଳି ଯେ ପାଦ ଥୋଇବାକୁ ବି ଜାଗା ନାହିଁ। ରେଖା ମ୍ୟାଡ଼ାମ ବହୁତ କଷ୍ଟରେ ସ୍ୱାମୀ ଆଉ ଝିଅର ହାତ ଧରି ଆସ୍ତେ ଆସ୍ତେ କର ଆଡ଼େଇ ଆଡ଼େଇ ମହାପ୍ରଭୁଙ୍କର ସ୍ନାନ ମଣ୍ଡପ ଆଡ଼କୁ ଯାଉଥାନ୍ତି। ସେତେବେଳକୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନ ଆରମ୍ଭ ହୋଇଗଲାଣି। ସବୁ ଭକ୍ତମାନେ ମହାପ୍ରଭୁଙ୍କର ସ୍ନାନରେ ଭକ୍ତିରେ ଲୀନ ହୋଇଗଲେଣି। ରେଖା ମ୍ୟାଡ଼ାମ ସ୍ୱାମୀଙ୍କର ହାତରେ ଝିଅର ହାତକୁ ଧରେଇ ଦେଇ କହିଲେ, ତୁମେ ଏଇଠି ଝିଅକୁ ଧରି ଛିଡ଼ା ହୋଇଥାଅ। ସ୍ନାନ ମଣ୍ଡପ ପାଖରେ ବହୁତ ଠେଲାପେଲା ଲାଗିଛି। ମୁଁ ଏକା ଯାଇ ମହାପ୍ରଭୁଙ୍କୁ ତୁଳସୀ ମାଳଟି ଅର୍ପଣ କରିଦେଇ ଆସୁଛି। ତାପରେ ରେଖା ମ୍ୟାଡ଼ାମ ବହୁତ କଷ୍ଟରେ ସ୍ନାନ ମଣ୍ଡପକୁ ଯାଇ ତୁଳସୀ ମାଳ ଅର୍ପଣ କଲେ। ଆଉ ମହାପ୍ରଭୁଙ୍କୁ ବି ବହୁତ ଭଲରେ ଦର୍ଶନ କଲେ। ତାପରେ ଯେତେବେଳେ ସେ ସ୍ୱାମୀଙ୍କ ପାଖକୁ ଆସନ୍ତି, ଦେଖନ୍ତି ତ ସ୍ୱାମୀଙ୍କ ପାଖରେ ଆଉ ଝିଅ ନାହିଁ।
ରେଖା ମ୍ୟାଡ଼ାମ ଦେଖିଦେଇ ତାଙ୍କ ମୁଣ୍ଡ ହଠାତ୍ କାମ କଲାନି। ସ୍ୱାମୀଙ୍କ ପାଖରେ ଝିଅକୁ ଛାଡ଼ି ଦେଇ ଯାଇଥିଲେ। ସ୍ୱାମୀ ବୋଧେ ଝିଅର ହାତ ଛାଡ଼ି ଦେଇଛନ୍ତି। ବାଇଆ ପାଗଳା ଲୋକଟା, ତାକୁ ବା ସେଠି ସେ ଆଉ କ'ଣ କହିବେ। ରେଖା ମ୍ୟାଡ଼ାମ ଆକୁଳ ବିକୁଳ ହେଇ ଚାରିଆଡ଼େ ଖୋଜି ବୁଲନ୍ତି। ବହୁତ ସମୟ ଖୋଜାଖୋଜି କଲା ପରେ ବି ଝିଅ କୁଆଡ଼େ ମିଳୁନି। ସେପଟେ ଏତେ ଠେଲା ପେଲା ଯେ ଭକ୍ତମାନେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି। ଝିଅକୁ ରେଖା ମ୍ୟାଡ଼ାମ କୁଆଡ଼େ ପାଉନାହାନ୍ତି। ସେ ସମସ୍ତଙ୍କୁ ଖାଲି ଆକୁଳ ବିକୁଳ କାକୁତ ମିନତ ହେଇ ପଚାରୁଛନ୍ତି। ହେଲେ ଏତେ ଗହଳି ଭିତରେ କିଏ ବା ତାଙ୍କ କଥା ଶୁଣିବ। ଶେଷରେ ସେ ଆଉ କିଛି ବୁଦ୍ଧି ବାଟ ପାଇଲେନି। ସେ ଆଖିରେ ଆଖିଏ ଲୁହ ଆଉ ହୃଦୟରେ ଅନେକ କୋହ ନେଇ ସେ ସେଇ ମହାପ୍ରଭୁଙ୍କୁ ହାତ ଯୋଡ଼ି ଦେଇ ବିକଳ ହୋଇ କାନ୍ଦି କାନ୍ଦି କହନ୍ତି, ହେ କାଳିଆ ସାଆନ୍ତ, ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, କାହିଁକି ତୁ ମୋ ସହିତ ଏତେ ବଡ଼ ଗୋଟେ ଖେଳ ଖେଳିଦେଲୁ ରେ? ମୁଁ ତୋର କି ଦୋଷ କରିଥିଲି ରେ? ମୋର ଗୋଟିଏ ବୋଲି ଝିଅ, ମୋ ପାଖକୁ ତୁ ଫେରେଇ ଦେ ରେ ତାକୁ। କୁଆଡ଼େ ଗଲା ସେ? ଜୀବନରେ ମୁଁ ବହୁତ କଷ୍ଟ ପାଇଲାଣି ରେ, ଆଉ ସହିପାରୁନି ରେ ଜଗା। ମୋ ଝିଅକୁ ତୁ ମୋ ପାଖକୁ ଫେରେଇ ଆଣେ ରେ କାଳିଆ। ତୁ ମୋର ଏତେ ବଡ଼ ଗୋଟେ ସର୍ବନାଶ କରିଦେନି ରେ। ଛୋଟିଆ ଝିଅଟା ମୋର କୁଆଡ଼େ ଚାଲିଗଲା। ସେ ଏଠି କାହାକୁ ଚିହ୍ନିନି କି ଜାଣିନି। ସେ କୁଆଡ଼େ ଯିବ? ତାର ଯଦି ଆଜି କିଛି କ୍ଷତି ହୋଇଗଲା ନା, ତାହେଲେ ମୁଁ ସତ କହୁଛି ରେ ଜଗା, ମୁଁ ତୋର ଏଇ ବଡ଼ ଦାଣ୍ଡରେ ଆଜି ମୁଣ୍ଡ ପିଟି ପିଟି ମୋର ଜୀବନକୁ ହାରିଦେବି। ସେତିକି କହି ରେଖା ମ୍ୟାଡ଼ାମ କାନ୍ଦି କାନ୍ଦି ଜୋରେ ଚିତ୍କାର କରି ବଡ଼ ଦାଣ୍ଡରେ ମୁଣ୍ଡ ପିଟିବାକୁ ଲାଗିଲେ। ଆଉ ସବୁ ଭକ୍ତମାନେ ସେଠାରେ ରୁଣ୍ଡ ହୋଇଗଲେ। ଆଉ ସେଇ ବଡ଼ ଦାଣ୍ଡରେ ସେଦିନ ସ୍ନାନ ପୂର୍ଣ୍ଣମୀରେ ଘଟି ଯାଇଥିଲା ମହାପ୍ରଭୁଙ୍କର ବିରାଟ ବଡ଼ ଚମତ୍କାରଟିଏ। ବଡ଼ ଦାଣ୍ଡରେ ସବୁ ଭକ୍ତମାନେ ଦେଖି ସମସ୍ତଙ୍କର ଲୋମମୂଳ ଟାଙ୍କୁରି ଉଠିଥିଲା। ରେଖା ମ୍ୟାଡ଼ାମ ବଡ଼ ଦାଣ୍ଡରେ ମୁଣ୍ଡ ପିଟି ପିଟି କାନ୍ଦୁଥିଲେ। ଠିକ୍ ସେତିକି ବେଳେ ରେଖା ମ୍ୟାଡ଼ାମକୁ ମା ବୋଲି ଶୁଭିଲା। ହଠାତ୍ ରେଖା ମ୍ୟାଡ଼ାମ ପଛକୁ ବୁଲି ଦେଖନ୍ତି ତ ସ୍ୱୟଂ ପ୍ରଭୁ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଝିଅକୁ କୋଳରେ ଧରି ଆସୁଛନ୍ତି। ହାତ ଗୋଡ଼ ନଥିବା ମହାପ୍ରଭୁ ଝିଅର ମୁଣ୍ଡକୁ ଆଉଁସି ପକଉଛନ୍ତି। ରେଖା ମ୍ୟାଡ଼ାମ ନିଜ ଆଖିକୁ ବିଶ୍ୱାସ ନ କରିପାରି ଆଖିକୁ ଦୁଇ ହାତରେ ମେନ୍ଥି ଦେଇ ଦେଖନ୍ତି ତ ଝିଅକୁ ଜଣେ ଯୁବକ ତାଙ୍କ ପାଖକୁ ନେଇ ଆସୁଛନ୍ତି। ଝିଅକୁ ରେଖା ମ୍ୟାଡ଼ାମଙ୍କ ପାଖରେ ଛାଡ଼ି ଦେଇ ସେ ବ୍ୟକ୍ତି ଜଣକ ଗହଳି ଭିତରେ କୁଆଡ଼େ ହଜିଗଲେ। ରେଖା ମ୍ୟାଡ଼ାମ ଝିଅକୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ। ସେ ବ୍ୟକ୍ତି ଜଣକ କିଏ ଥିଲେ? ସିଏ ଆଉ କେହି ନଥିଲେ, ସେ ଥିଲେ ସ୍ୱୟଂ ପ୍ରଭୁ ଜଗନ୍ନାଥ। ମାଙ୍କ ଠାରୁ ଦୂରେଇ ଯାଇକି ବି ଝିଅ ଆଖିରେ ଟୋପେ ହେଲେ ଲୁହ ନାହିଁ, ମନରେ ଟିକେ ହେଲେ ଭୟ ନାହିଁ। ରେଖା ମ୍ୟାଡ଼ାମ ମହାପ୍ରଭୁଙ୍କ ଆଗରେ ଝିଅକୁ ଗଡ଼େଇ ଦେଇ କହିଲେ, ସତରେ କାଳିଆ ଠାକୁର, ତୋର ଲୀଳା ଅପାର। ତୋ ଲୀଳା କେବଳ ତୋତେ ହିଁ ଜଣାରେ କାଳିଆ।